ଦେଖନ୍ତୁ ବନ୍ଧୁଗଣ, ଏହି ଭିଡ଼ିଓରେ ଆମେ ଡିସ୍କସନ୍ କରିବା ବିଶେଷଣ ବିଷୟରେ, ଯେଉଁଥିରେ ଆପଣମାନଙ୍କର ଆର୍ଆଇ, ଅମିନ, ଏସ୍ଏଫ୍ଏସ୍, ଅଙ୍ଗନବାଡ଼ି ସୁପରଭାଇଜର ଏକ୍ଜାମ୍ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆପଣଙ୍କର ଏକ୍ଜାମ୍ଟି ରହୁଛି ବେଲେ ଅଗଷ୍ଟରୁ ସେପ୍ଟେମ୍ବର ମାସ ଭିତରେ ଏକ୍ଜାମ୍ଟି ରହୁଛି। ବହୁତ ଭଲ ଟାଇମ୍ ଅଛି, ଆପଣମାନେ ଭଲସେ ପ୍ରିପାରେସନ୍ କରନ୍ତୁ। ଦେଖନ୍ତୁ, ପ୍ରଥମେ ବିଶେଷଣ କାହାକୁ କହିବା? ବିଶେଷଣ ହେଉଛି ବେଲେ ଅନ୍ୟ ପଦର ଗୁଣ, ଅବସ୍ଥା, ସଂଖ୍ୟା, ପରିମାଣ ଓ ନିର୍ଦ୍ଦିଷ୍ଟତା ପ୍ରକାଶ କରେ, ତାହାକୁ ବିଶେଷଣ ପଦ କହନ୍ତି। କ'ଣ ପିଲେ? ସେ କହୁଛି ଯେଉଁ ପଦ ଅନ୍ୟ ପଦର କ'ଣ ପିଲେ ଯେଉଁ ପଦ ଅନ୍ୟ ପଦର ଗୁଣ, ଅବସ୍ଥା, ସଂଖ୍ୟା, ପରିମାଣ, ନିର୍ଦ୍ଦିଷ୍ଟତାକୁ ପ୍ରକାଶ କରେ, ତାକୁ ଆମେ ବିଶେଷଣ ପଦ ବୋଲି କହନ୍ତି। ତାପରେ ଦେଖନ୍ତୁ, ବିଶେଷଣର ପ୍ରକାରଭେଦ। ପ୍ରଥମେ ହେଉଛି ବିଶେଷଣ ହେଉଛି ଗୋଟେ ନାମ ବିଶେଷଣ, ଆଉ ଗୋଟେ ହେଉଛି ଭାବ ବିଶେଷଣ। ଦେଖନ୍ତୁ, ନାମ ବିଶେଷଣ ହେଉଛି ବିଶେଷ୍ୟ ସର୍ବନାମ ପଦକୁ ବିଶେଷିତ କରୁଥିବା ବିଶେଷଣ ପଦକୁ ନାମ ବିଶେଷଣ କହନ୍ତି। କ'ଣ ପିଲେ? ବିଶେଷ୍ୟ ଆଉ ସର୍ବନାମ ପଦକୁ ବିଶେଷିତ କରୁଥିବା ବିଶେଷଣକୁ ନାମ ବିଶେଷଣ କହନ୍ତି। ସେଇଭଳିଆ ଭାବ ବିଶେଷଣ ହେଉଛି କ୍ରିୟାକୁ ବିଶେଷିତ କରୁଥିବା ବିଶେଷଣ ପଦକୁ ଭାବ ବିଶେଷଣ କହନ୍ତି। କ'ଣ ପିଲେ? କ୍ରିୟାକୁ ଯିଏ ବିଶେଷିତ କରୁଛି ତାକୁ କ'ଣ? ଭାବ ବିଶେଷଣ। ଯିଏ ବିଶେଷ୍ୟ ଆଉ ସର୍ବନାମକୁ ବିଶେଷଣ କରୁଛି ତାକୁ ହେଉଛି ନାମ ବିଶେଷଣ। ତାପରେ ଦେଖନ୍ତୁ, କାର୍ଯ୍ୟ ଆଉ ଅବସ୍ଥିତି ଦୃଷ୍ଟିରୁ ବିଶେଷଣ ପଦକୁ ବିଭିନ୍ନ ଭାଗରେ ବିଭକ୍ତ କରାଯାଇଛି। ପ୍ରଥମେ ଚାଲନ୍ତୁ ଗୁଣବାଚକ ବିଶେଷଣ ଆମେ ଦେଖିବା। କ'ଣ ପିଲେ? ଗୁଣବାଚକ ବିଶେଷଣ। ଗୁଣବାଚକ ବିଶେଷଣ ହେଉଛି ଯେଉଁ ବିଶେଷଣ ପଦ ବିଶେଷ୍ୟ ପଦର ଗୁଣକୁ ପ୍ରକାଶ କରେ, ତାକୁ ଗୁଣବାଚକ ବିଶେଷଣ କହନ୍ତି। କ'ଣ ପିଲେ? ଯେଉଁ ବିଶେଷଣ ପଦ ବିଶେଷ୍ୟ ପଦର ଗୁଣକୁ ପ୍ରକାଶ କରେ, ତାକୁ ହେଉଛି ଗୁଣବାଚକ ବିଶେଷଣ କହନ୍ତି। କ'ଣ ପିଲେ? ଦେଖନ୍ତୁ, ଉଦାହରଣ ଦେଖନ୍ତୁ, ରକ୍ତ ମନ୍ଦାର, ମଧୁର ବଚନ, ମହତ୍ ଜନ, ନୀଳ ନୟନ, ପଣ୍ଡିତ ଲୋକ। ଇଏ ହେଉଛି କ'ଣ ପିଲେ? ଇଏ ହେଉଛି ବିଶେଷ୍ୟ। ଏଇ ବିଶେଷ୍ୟ ପଦର ଗୁଣକୁ ସିଏ ବୁଝାଉଛି। ପଣ୍ଡିତ ଲୋକ, ବୁଝିହେଲା ପିଲେ? ବିଶେଷ୍ୟ ପଦର ଗୁଣକୁ ଯିଏ ପ୍ରକାଶ କରେ, ତାକୁ ହେଉଛି ଗୁଣବାଚକ ବିଶେଷଣ କହନ୍ତି। ତାପରେ ଦେଖନ୍ତୁ, ଅବସ୍ଥାବାଚକ ବିଶେଷଣ। ଅବସ୍ଥାବାଚକ ବିଶେଷଣ ହେଉଛି ଯେଉଁ ବିଶେଷଣ ପଦ ବିଶେଷ ପଦର ଅବସ୍ଥାକୁ ସୂଚାଉଥାଏ, ତାକୁ ଅବସ୍ଥାବାଚକ ବିଶେଷଣ କହନ୍ତି। ଦେଖନ୍ତୁ, ଦୁର୍ବଳ ଶରୀର। ଦେଖ, ଶରୀର କ'ଣ? ଦୁର୍ବଳ। କ'ଣ? ଗୋଟେ ଅବସ୍ଥାକୁ ବତାଉଛି ପିଲେ। ଶରୀରଟା ଗୋଟେ କ'ଣ? ବିଶେଷ୍ୟ। ଦୁର୍ବଳଟା ଗୋଟେ କ'ଣ? ଗୋଟେ ଅବସ୍ଥାବାଚକ ବିଶେଷଣ। ସେଇଭଳିଆ ଆପଣଙ୍କର ଅସୁସ୍ଥ ମନ, ଭଙ୍ଗା ଦେଉଳ, ମେଘୁଆ ଆକାଶ। ବୁଝିହେଲା ପିଲେ? ଯେଉଁଟା ଗୋଟେ ଅବସ୍ଥାକୁ ସୂଚାଏ, ତାକୁ ଅବସ୍ଥାବାଚକ ବିଶେଷଣ ପଦ କହନ୍ତି। ତାପରେ ସଂଖ୍ୟାବାଚକ ବିଶେଷଣ। ସଂଖ୍ୟାବାଚକ ବିଶେଷଣ କାହାକୁ କହିବା? ଯେଉଁ ବିଶେଷଣ ପଦ ବିଶେଷ୍ୟ ପଦର ସଂଖ୍ୟାକୁ ସୂଚାଏ। କ'ଣ ପିଲେ? ବିଶେଷ୍ୟ ପଦର ସଂଖ୍ୟାକୁ ଯିଏ ସୂଚାଏ, ତାକୁ ହେଉଛି ସଂଖ୍ୟାବାଚକ ବିଶେଷଣ କହନ୍ତି। ଦେଖ, 12 ମାସରେ 13 ପର୍ବ। କ'ଣ? ମାସଟା ଗୋଟେ କ'ଣ? ବିଶେଷ୍ୟ। ଆଉ 12ଟା କ'ଣ ପିଲେ? ଇଏ ଗୋଟେ ହେଉଛି ସଂଖ୍ୟାବାଚକ ବିଶେଷଣ। ତାପରେ ଚାଲନ୍ତୁ ଦେଖିବା ପରିମାଣବାଚକ ବିଶେଷଣ। କ'ଣ ପିଲେ? ପରିମାଣବାଚକ ବିଶେଷଣ। ପରିମାଣବାଚକ ବିଶେଷଣ ହେଉଛି ଯେଉଁ ବିଶେଷଣ ପଦ ବିଶେଷ୍ୟ ପଦର ପରିମାଣକୁ ବୁଝାଏ। କ'ଣ ପିଲେ? ଯେଉଁ ବିଶେଷଣ ପଦ ବିଶେଷ୍ୟ ପଦର ପରିମାଣକୁ ବୁଝାଏ, ତାକୁ ହେଉଛି ପରିମାଣବାଚକ ବିଶେଷଣ କହନ୍ତି। ଉଦାହରଣ ଦେଖନ୍ତୁ, କମ୍ କଥା କହ, ବେଶୀ କାମ କର। କ'ଣ ପିଲେ? ଏଠି କମ୍ଟା ହେଉଛି କ'ଣ? ଗୋଟେ ହେଉଛି ପରିମାଣବାଚକ ବିଶେଷଣ। ଏଠି ହେଉଛି ବେଶୀଟା ଗୋଟେ କ'ଣ ପିଲେ? ଏଠି ହେଉଛି ପରିମାଣବାଚକ ବିଶେଷଣ। ବୁଝିହେଲା ପିଲେ? ତାପରେ ନେକ୍ସଟ ଚାଲନ୍ତୁ ଦେଖିବା ହେଉଛି ପୂରଣବାଚକ। କ'ଣ ପିଲେ? ପୂରଣବାଚକ। ତାପରେ ଦେଖନ୍ତୁ, ପୂରଣବାଚକ ବିଶେଷଣ। ଯେଉଁ ବିଶେଷଣ ପଦ ସଂଖ୍ୟାକୁ ନିଷ୍ପନ୍ନ ହୋଇ ସଂଖ୍ୟାର କ୍ରମିକତାକୁ ପ୍ରକାଶ କରିବା ସହିତ ବିଶେଷ୍ୟ ପଦର ନିର୍ଦ୍ଦିଷ୍ଟତାକୁ ପ୍ରକାଶ କରେ, ତାହାକୁ ପୂରଣବାଚକ ବିଶେଷଣ କହନ୍ତି। କ'ଣ? ଦେଖନ୍ତୁ ଉଦାହରଣ, ପଞ୍ଚ ପାଣ୍ଡବଙ୍କ ମଧ୍ୟରେ ସହଦେବ ହେଉଛି ପଞ୍ଚମ ପାଣ୍ଡବ ଅଟନ୍ତି। ପଞ୍ଚମଟା କ'ଣ ପିଲେ? ଇଏ ହେଉଛି ଗୋଟେ ପୂରଣବାଚକ ବିଶେଷଣ। ତାପରେ ଦେଖନ୍ତୁ, ଏଇଗୁଡ଼ାକ ଟୋଟାଲ ସବୁଗୁଡ଼ାକ ହେଉଛି ପୂରଣବାଚକ ବିଶେଷଣ। ପ୍ରଥମ ହେଲା, ଦ୍ୱିତୀୟ, ତୃତୀୟ, ଏଗୁଡ଼ାକ ଟୋଟାଲ ହେଉଛି କ'ଣ?
ପୂର୍ବବାଚକ ବିଶେଷଣ। ସପ୍ତମ, ଅଷ୍ଟମ, ଏକାଦଶ ଟୋଟାଲ ଏଗୁଡ଼ାକ ହେଉଛି ପୂର୍ବବାଚକ ବିଶେଷଣ। ତାପରେ ଚାଲନ୍ତୁ ବିଶେଷଣର ବିଶେଷଣ ଦେଖିବା। ବିଶେଷଣର ବିଶେଷଣ ହେଉଛି ଯେଉଁ ବିଶେଷଣ ଅନ୍ୟ ଏକ ବିଶେଷଣର ଗୁଣ, ମାତ୍ରା, ଅବସ୍ଥା, ଆଧିକ୍ୟକୁ ପ୍ରକାଶ କରେ ତାହାକୁ ବିଶେଷଣର ବିଶେଷଣ କହନ୍ତି। କ'ଣ କହିଲା ଦେଖନ୍ତୁ, ଯେଉଁ ବିଶେଷଣ ଅନ୍ୟ ଏକ ବିଶେଷଣର ଗୁଣ, ମାତ୍ରା, ଅବସ୍ଥା, ଆଧିକ୍ୟକୁ ପ୍ରକାଶ କରେ ତାକୁ ବିଶେଷଣର ବିଶେଷଣ କହନ୍ତି। ପରମ ଧାର୍ମିକ ଯୁଧିଷ୍ଠିର, ଏଠି କ'ଣ ଇଏ ହେଉଛି ଧାର୍ମିକଟା କ'ଣ ପିଲେ, ଇଏ ହେଉଛି ବିଶେଷଣ। ପୁଣି ପରମଟା ବି ଗୋଟେ ବିଶେଷଣ। ଏଇଟା ହେଉଛି ପରମଟା ହେଉଛି କ'ଣ ବିଶେଷଣର ବିଶେଷଣ। ଅତି ମନୋହର କାଳ, ଅତିଟା କ'ଣ, ଅତିଟା ହେଉଛି ବିଶେଷଣର ବିଶେଷଣ। ତାପରେ ଦେଖନ୍ତୁ କ୍ରିୟା ବିଶେଷଣ। କ୍ରିୟା ବିଶେଷଣ ହେଉଛି ଯେଉଁ ବିଶେଷଣ ପଦ କ୍ରିୟା ପଦକୁ ବିଶେଷିତ କରେ ଅଥବା କ୍ରିୟାର ଗୁଣ, ଅବସ୍ଥାକୁ ପ୍ରକାଶ କରେ ତାକୁ କ୍ରିୟା ବିଶେଷଣ କହନ୍ତି। ଯେଉଁ ବିଶେଷଣ ପଦ କ୍ରିୟା ପଦକୁ ବିଶେଷିତ କରେ, କ୍ରିୟା ପଦକୁ ବିଶେଷିତ କରେ, ତାର କ୍ରିୟାର ହେଉଛି ଗୁଣ, ଅବସ୍ଥାକୁ ପ୍ରକାଶ କରେ ତାହାକୁ ହେଉଛି କ୍ରିୟା ବିଶେଷଣ କହନ୍ତି। ପିଲାଟି ଜୋରରେ କାନ୍ଦୁଛି, କ'ଣ ପିଲେ, ପିଲାଟି ଜୋରରେ କାନ୍ଦୁଛି। ଜୋରଟା ଏଠି କ'ଣ ପିଲେ, ଏଠି ହେଉଛି ଜୋରଟା ହେଉଛି କ୍ରିୟା ବିଶେଷଣ। ତାପରେ ଚାଲନ୍ତୁ କ୍ରିୟା ବିଶେଷଣର ବିଶେଷଣ। କ୍ରିୟା ବିଶେଷଣର ବିଶେଷଣ ହେଉଛି ଯେଉଁ ବିଶେଷଣ ପଦ କ୍ରିୟା ବିଶେଷଣ ପଦକୁ ବିଶେଷିତ କରେ। ଯେଉଁ ବିଶେଷଣ ପଦ କ୍ରିୟା ବିଶେଷଣ ପଦକୁ ବିଶେଷିତ କରେ ତାକୁ ହେଉଛି କ୍ରିୟା ବିଶେଷଣର ବିଶେଷଣ କହନ୍ତି। ଖୁବ୍ ଜୋରରେ ପବନ ବହୁଛି, କ'ଣ ପିଲେ, ଖୁବ୍ ଜୋରରେ ପବନ ବହୁଛି। ଏଠି ହେଉଛି କ'ଣ, ଏଠି ହେଉଛି କ୍ରିୟା ବିଶେଷଣ ପଦକୁ ବିଶେଷିତ କରୁଛି। ଖୁବ୍ଟା କ'ଣ ପିଲେ, ଖୁବ୍ଟା ହେଉଛି କ୍ରିୟା ବିଶେଷଣର ବିଶେଷଣ। ଜୋରରେ ପବନ ବହୁଛି, ଏଠି ହେଉଛି କ୍ରିୟା ବିଶେଷଣକୁ ପଦକୁ ବିଶେଷିତ କରୁଛି। ଖୁବ୍ଟା ହେଉଛି କ'ଣ ପିଲେ, କ୍ରିୟା ବିଶେଷଣର ବିଶେଷଣ। ତାପରେ ହେଉଛି କ୍ରିୟାଜ ବିଶେଷଣ, କ'ଣ ପିଲେ, କ୍ରିୟାଜ ବିଶେଷଣ। କ୍ରିୟାରୁ ଜାତ ବା ଗଠିତ ବିଶେଷଣ ପଦ ବିଶେଷ୍ୟ ପଦକୁ ବିଶେଷିତ କରୁଥିଲେ ତାକୁ କ୍ରିୟାଜ ବିଶେଷଣ ବୋଲି କୁହାଯାଏ। କ'ଣ ହେଲା ପିଲେ ଦେଖନ୍ତୁ, କ୍ରିୟାରୁ ଜାତ ବା ଗଠିତ ବିଶେଷଣ ପଦ ବିଶେଷ୍ୟ ପଦକୁ ବିଶେଷିତ କରୁଥିଲେ। ବିଶେଷ୍ୟ ପଦକୁ ଯେତେବେଳେ ବିଶେଷିତ କରୁଛି ତାକୁ ହେଉଛି କ'ଣ କୁହାଯିବ, କ୍ରିୟାଜ ବିଶେଷଣ। ଉଦାହରଣ ଦେଖନ୍ତୁ, ପାଗଳଟି ଚଳନ୍ତା ଗାଡ଼ିରୁ ପଡ଼ିଗଲା। ତାପରେ ଏଇଟା ପିଲେ ମନେ ରଖିଥିବ, କ୍ରିୟାଜ ବିଶେଷଣଟା ହେଉଛି ଏଠି ଆପଣଙ୍କର ଧାତୁ, କ୍ରିୟା, ଉତ୍ସରେ ପ୍ରତ୍ୟୟ ଯୋଗ ହୋଇଥାଏ ଏଠି ପିଲେ, ଏବଂ କ୍ରୁଧନ୍ତ ଯୋଟା ଏଗୁଡ଼ାକ ଦେଖ, ଚଳନ୍ତା କ'ଣ ପିଲେ, ଚଳ ଯୁକ୍ତ ଅନ୍ତା ଏଗୁଡ଼ାକ ଥିଲା ମାନେ ଜାଣିବ ଯେ ଏଇଟା ହେଉଛି କ୍ରିୟାଜ ବିଶେଷଣ। ସେଗୁଡ଼ା ଦେଖନ୍ତୁ ଉଡ଼ନ୍ତା, ଜଳନ୍ତା ଏଗୁଡ଼ାକ ହେଉଛି କ୍ରିୟାଜ ବିଶେଷଣ। ତାପରେ ଦେଖନ୍ତୁ ସାର୍ବନାମିକ ବିଶେଷଣ ବା ସର୍ବନାମ ବିଶେଷଣ। ସର୍ବନାମ ପଦ କ'ଣ ପିଲେ, ସର୍ବନାମ ପଦ ବିଶେଷ୍ୟ ପଦକୁ ନିର୍ଦ୍ଦେଶ କଲେ ତାକୁ ହେଉଛି ସାର୍ବନାମିକ ବିଶେଷଣ କହନ୍ତି। କ'ଣ ପିଲେ, ସର୍ବନାମ ପଦ ବିଶେଷ୍ୟ ପଦକୁ, କାହାକୁ ପିଲେ, ବିଶେଷ୍ୟ ପଦକୁ ଯେତେବେଳେ ନିର୍ଦ୍ଦେଶ ଦେଉଛି ତାକୁ ହେଉଛି ସାର୍ବନାମିକ ବିଶେଷଣ କହନ୍ତି। ଉଦାହରଣ ଦେଖନ୍ତୁ, କିଏ ଥିଲା ଏ ରାଜ୍ୟ, ଏଇ କଥାକୁ ନା ପେଲିଦେଲି କଲିକତାକୁ। ଏଠି ହେଉଛି ଦେଖନ୍ତୁ ସର୍ବନାମ ପଦ ବିଶେଷ୍ୟ ପଦକୁ ନିର୍ଦ୍ଦେଶ ଦେଉଛି। ଯେତେବେଳେ ସର୍ବନାମ ପଦଟା ଗୋଟେ ବିଶେଷ୍ୟ ପଦକୁ ନିର୍ଦ୍ଦେଶ ଦେଉଛି ସେ ତାକୁ ହେଉଛି ସାର୍ବନାମିକ ବିଶେଷଣ କହନ୍ତି। ତାପରେ ଦେଖନ୍ତୁ ସର୍ବନାମର ବିଶେଷଣ। କ'ଣ ପିଲେ, ସର୍ବନାମର ବିଶେଷଣ। ସର୍ବନାମର ବିଶେଷଣ ହେଉଛି ଯେଉଁ ବିଶେଷଣ ପଦ, କ'ଣ ପିଲେ, ଯେଉଁ ବିଶେଷଣ ପଦ ସର୍ବନାମର ପଦ ପରେ ବ୍ୟବହୃତ ହୋଇଥାଏ। ଇଏ ହେଉଛି ସର୍ବନାମ ପଦ ପରେ ବ୍ୟବହୃତ ହେବ। କ'ଣ ପିଲେ, ସର୍ବନାମ ପଦ ପରେ ବ୍ୟବହୃତ ହେବ ତାକୁ ହେଉଛି ସର୍ବନାମକୁ ବିଶେଷିତ କରିଥିଲେ ତାକୁ କ'ଣ ପିଲେ, ସର୍ବନାମର ବିଶେଷଣ ବୋଲି କୁହାଯାଏ। ଦେଖନ୍ତୁ ସେ ଧାର୍ମିକ, ତୁମେ ପରୋପକାରୀ। କ'ଣ ପିଲେ, ଧାର୍ମିକଟା କ'ଣ ପିଲେ, କ'ଣ ଏଠି ହେଉଛି ଧାର୍ମିକଟା ହେଉଛି ସର୍ବନାମର ବିଶେଷଣ। ବୁଝିହେଲା ପିଲେ। ଏଠି ହେଉଛି
ପରୋପକାରୀଟା ହେଉଛି ସର୍ବନାମର ବିଶେଷଣ। ତାପରେ ହେଉଛି ଅବୟର ବିଶେଷଣ। କ'ଣ ପିଲେ? ଅବୟର। ଯେଉଁ ବିଶେଷଣ ପଦ ଅବୟକୁ ବିଶେଷିତ କରେ, କ'ଣ ପିଲେ? ଯେତେବେଳେ ଗୋଟେ ବିଶେଷଣ ପଦଟା ଗୋଟେ ଅବୟ ପଦକୁ ବିଶେଷିତ କରେ ତାକୁ ହେଉଛି ଅବୟ ବିଶେଷଣ ବୋଲି କହିବା। କ'ଣ ପିଲେ? ଯେଉଁ ବିଶେଷଣ ପଦରେ ଗୋଟେ ଅବୟ ପଦକୁ ବିଶେଷିତ କରୁଛି ତାକୁ ହେଉଛି ଅବୟର ବିଶେଷଣ କହିବା। କ'ଣ? ପୁଅଟି ଅବିକଳ ତା ବାପ ପରି। କ'ଣ ପିଲେ? ଅବିକଳ। ଏଠି କ'ଣ? ଅବିକଳଟା କ'ଣ ପିଲେ? ଅବୟର ବିଶେଷଣ। ବୁଝିହେଲା? ଏଗୁଡ଼ାକ ପିଲେ ଜାଣିପାରିବ ଅବୟର ବିଶେଷଣ। ତାପରେ ପରବର୍ତ୍ତୀ ଦେଖନ୍ତୁ ବାକ୍ୟର ବିଶେଷଣ। ବାକ୍ୟର ବିଶେଷଣ କହିଲେ ଯେଉଁ ବିଶେଷଣ ପଦ ଗୋଟିଏ ବାକ୍ୟର ଅର୍ଥକୁ ବିଶେଷିତ କରେ ତାହା ବାକ୍ୟର ବିଶେଷଣ କହନ୍ତି। କ'ଣ ପିଲେ? ଯେଉଁ ବିଶେଷଣ ପଦ ଗୋଟିଏ ବାକ୍ୟର ଅର୍ଥକୁ ବିଶେଷିତ କରେ ତାକୁ ହେଉଛି ବାକ୍ୟର ବିଶେଷଣ କହନ୍ତି। ଦେଖନ୍ତୁ, ନିଶ୍ଚୟ ମୁଁ ଏ ବର୍ଷ ରାମେଶ୍ୱର ଯିବି। ନିଶ୍ଚୟଟା କ'ଣ ପିଲେ? ନିଶ୍ଚୟଟା ହେଉଛି ଗୋଟେ ବାକ୍ୟର ଅର୍ଥକୁ ବିଶେଷିତ କରୁଛି। ଏ ଟୋଟାଲ ବାକ୍ୟର ଅର୍ଥଟାକୁ କିଏ? ଏ ନିଶ୍ଚୟଟା ପିଲେ ବିଶେଷିତ କରୁଛି। ତାକୁ ହେଉଛି ବାକ୍ୟର ବିଶେଷଣ କହିବା। ନିଶ୍ଚୟ, ସତେ, ଅବଶ୍ୟ ଏଗୁଡ଼ାକ ହେଉଛି କ'ଣ? ବାକ୍ୟର ବିଶେଷଣ। ତାପରେ ହେଉଛି ତୁଳନାତ୍ମକ ବିଶେଷଣ। ଦୁଇ ବା ତତୋଧିକ ବିଶେଷ୍ୟ ପଦ ମଧ୍ୟରେ ତୁଳନା କରିବା ପାଇଁ ଯେଉଁ ବିଶେଷଣ ପଦ ବ୍ୟବହୃତ ହୁଏ ତାହାକୁ ତୁଳନାତ୍ମକ ବିଶେଷଣ କହନ୍ତି। କ'ଣ ପିଲେ? ଦୁଇରୁ ତତୋଧିକ ବିଶେଷ୍ୟ ପଦ ମଧ୍ୟରେ ଯେତେବେଳେ ତୁଳନା କରିବା ପାଇଁ ବିଶେଷଣ ପଦ ବ୍ୟବହୃତ ହୁଏ, ଦେଖ କ୍ଷୁଦ୍ରତର, କ୍ଷୁଦ୍ରତମ, ଉଚ୍ଚତର, ଉଚ୍ଚତମ ଏଗୁଡ଼ାକ ହେଉଛି କ'ଣ? ଗୋଟେ ହେଉଛି ତୁଳନାତ୍ମକ ବିଶେଷଣ। କ'ଣ ପିଲେ? ଏଗୁଡ଼ାକ ହେଉଛି ଗୋଟେ ତୁଳନାତ୍ମକ ବିଶେଷଣ। ଜାଣିପାରିବ ତ ଏଗୁଡ଼ାକ ପିଲେ? ତାପରେ ନେକ୍ସଟ ଦେଖନ୍ତୁ, ତାପରେ ଚାଲନ୍ତୁ ବିଧେୟ ବିଶେଷଣ। ଏଇଟା ପିଲେ ଇମ୍ପୋର୍ଟାଣ୍ଟ ହେଉଛି, ଭେରି ଭେରି ଇମ୍ପୋର୍ଟାଣ୍ଟ। ବିଧେୟ ବିଶେଷଣ ପିଲେ ମନେ ରଖିବ, ବିଶେଷଣ ପଦ ବିଶେଷ୍ୟ ପଦ ପରେ ବ୍ୟବହୃତ ହେଲେ, କ'ଣ ପିଲେ? ବିଶେଷଣ ପଦଟା ଯେତେବେଳେ ବିଶେଷ୍ୟ ପରେ ବ୍ୟବହୃତ ହେବ ତାକୁ ହେଉଛି ବିଧେୟ ବିଶେଷଣ କହିବା। ଉଦାହରଣ ଦେଖନ୍ତୁ, କ'ଣ ପିଲେ? ଯୁଧିଷ୍ଠିର ଗୋଟେ ଧାର୍ମିକ ଥିଲେ। ଯୁଧିଷ୍ଠିରଟା କ'ଣ ପିଲେ? ଇଏ ହେଉଛି ଗୋଟେ ବିଶେଷ୍ୟ। ଏଇ ବିଶେଷ୍ୟ ପରେ କ'ଣ ଆସିଛି? ଧାର୍ମିକ। ଏ ଧାର୍ମିକଟା ହେଉଛି ବିଶେଷଣ, ତାକୁ କୁହାଯିବ ବିଧେୟ ବିଶେଷଣ। ଏଠି ରହୁଛି କ'ଣ ପିଲେ? ଯୁଧିଷ୍ଠିରଟା ହେଉଛି କ'ଣ? ବିଶେଷ୍ୟ, ଧାର୍ମିକଟା ହେଉଛି ବିଶେଷଣ। ଯେତେବେଳେ ବିଶେଷ୍ୟ ପରେ ଯେତେବେଳେ ଗୋଟେ ବିଶେଷଣଟା ଆସିଛି ତାକୁ ତୁମେ କ'ଣ ଲେଖିବ? ବିଧେୟ ବିଶେଷଣ। ବୁଝିହେଲା ପିଲେ? ସବୁ କିଛି କମ୍ପ୍ଲିଟ୍ ହେଇଗଲା ବିଶେଷଣ ବିଷୟରେ। କିଛି ଆପଣଙ୍କ ଡାଉଟ୍ ନାହିଁ। ଯାହା ବି କିଛି ଡାଉଟ୍ ରହିଲା କମେଣ୍ଟ ସେକ୍ସନରେ ପିଲେ ଜଣାଇବ। ଆଉ ଯେଉଁମାନେ ତ ପ୍ରଥମ ଥର ଚ୍ୟାନେଲକୁ ଆସିଛନ୍ତି ଚ୍ୟାନେଲକୁ ସବସ୍କ୍ରାଇବ୍ କରିବ ଏବଂ ଆପଣମାନଙ୍କର ସାଙ୍ଗସାଥିମାନଙ୍କୁ ଭିଡ଼ିଓଟି ସେୟାର କରିବ ଏବଂ ଭିଡ଼ିଓଟି ଗୋଟେ ଲାଇକ୍ କରିବ ଏବଂ କମେଣ୍ଟ ସେକ୍ସନରେ କମେଣ୍ଟରେ ଜଣାଇବ ଆଉ କିପରି ଭିଡ଼ିଓ ଆଣିଲେ ଆପଣମାନେ ବେନିଫିଟ୍ ପାଇପାରିବେ। ଧନ୍ୟବାଦ ବନ୍ଧୁଗଣ।